ଅଛି ଆଉ ଗୋଟେ ଝିଅ ପିଲା ଅଛି ଆଉ କେହି ନାହାନ୍ତି। ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ। ରାସ୍ତା କଡ଼ରେ ମୁଣ୍ଡ ପିଟି କାନ୍ଦୁଛି ଅସହାୟ ସ୍ତ୍ରୀ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ବସ୍ ବାଲା ଯାହା କଲା କଣ ଠିକ କଲା? ହଁ ଆଜ୍ଞା, ଆପଣଙ୍କୁ ବି କଥାଟି ଅଡୁଆ ଲାଗୁଥାଇପାରେ, କିନ୍ତୁ ଆମେ ଏମିତି ଏକ ଖବର ଆପଣଙ୍କୁ ଦେଖାଇବାକୁ ଚାହୁଁଛୁ ଯାହା ଆପଣ ଶୁଣିଲେ ଆପଣ ମଧ୍ୟ ଦୁଃଖୀ ହୋଇଯିବେ। ଏମିତି କିଛି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡିଖୋଲ ପାରାଦୀପ 53 ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକରେ। ସୂଚନା ମୁତାବକ ମହିଳା ଜଣକ ହେଉଛନ୍ତି ଦୁଲ୍ହାରୁ ମାରୱାଡ଼ି। ରବିବାର ସିଏ ଓ ତାଙ୍କ ସ୍ୱାମୀ କାମ କରିବା ପାଇଁ ବାଲେଶ୍ୱରରୁ କେନ୍ଦ୍ରାପଡ଼ା ଧାଇଁ ଆସିଥିଲେ ଆଉ ଗୁରୁବାର ଦିନ ବସ୍ ଯୋଗେ ଘରକୁ ଫେରୁଥିଲେ। ହେଲେ ଦୁହୁରିଆ ଛକ ପାଖରେ ହଠାତ୍ ତାଙ୍କ ସ୍ୱାମୀଙ୍କ ହୃଦଘାତ ହୋଇଥିଲା। ହେଲେ ସେ ସମୟରେ ସାହାଯ୍ୟ କରିବା ପରିବର୍ତ୍ତେ ଉଭୟଙ୍କୁ ବସ୍ରୁ ତଳକୁ ଓହ୍ଲାଇ ଦେଇ ଛାଡ଼ି ପଳାଇଥିଲେ ବସ୍ କର୍ମଚାରୀ। ରାସ୍ତା କଡ଼ରେ ସ୍ୱାମୀ ମୃତଦେହ ପାଖେ ସ୍ତ୍ରୀ କାନ୍ଦୁଥିଲା କଇଁ କଇଁ। ପାଖରେ ଅର୍ଥ ନଥିବାରୁ ସ୍ୱାମୀଙ୍କ ମୃତଦେହକୁ ହସ୍ପିଟାଲ ଯାଇ ନେବାକୁ ବି କଷ୍ଟକର ହୋଇପଡ଼ିଥିଲା। ଶେଷରେ ବଜାର କମିଟି ସଦସ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। 2000 ଟଙ୍କା ଯୋଗାଡ଼ କରିବା ପରେ ଆମ୍ବୁଲାନ୍ସ ଡକାଇଥିଲେ। ସେହି ଆମ୍ବୁଲାନ୍ସରେ ମୃତଦେହ ସହିତ ପତ୍ନୀକୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦୁଲ୍ହାରୀଙ୍କ ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅର୍ଥ ଅଭାବ କାରଣରୁ ମୃତଦେହକୁ ବାରିପଦାକୁ ଫେରାଇ ନେବାକୁ ଅସମର୍ଥ ହୋଇଥିଲେ ଦୁଲ୍ହାରୀ। ତେବେ ଏନେଇ ତାଙ୍କୁ ସାହାଯ୍ୟ କରିଥିଲେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି। ସେମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ମହାପ୍ରଣୟନ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଦୁଲ୍ହାରୀ ନିଜ ସ୍ୱାମୀଙ୍କ ମୃତଦେହକୁ ନେଇ ବାରିପଦା ଯାଇଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଶବ ସଂସ୍କାର ପାଇଁ ତାଙ୍କୁ 10,000 ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା। ବ୍ୟୁରୋ ରିପୋର୍ଟ, ଚକ୍ରଭ୍ୟୁ ନ୍ୟୁଜ। ଗୋଟେ ବସ ରେ କିଏ ଯାଉଥିଲେ, ହାତ ଚୋକ ହେଲା, ବସ ଓହ୍ଲେଇ ଦେଇଛି, ଡେଡ୍ ବଡି କି ସେ କରରେ ଶୁଆଇଛି। ମୁଁ ଆସି ଦେଖିଲା ବେଳକୁ ସେ ତା ସ୍ତ୍ରୀ ଅଛି, ଯେହେତୁ ଅଣ ଆଦିବାସୀ ଲୋକ ବୋଧେ, ତାଙ୍କୁ ପଚାରିଲା ବେଳକୁ ସେ ଖାଲି କାନ୍ଦୁଛି। ସମାଜ ସେବା ବାଦେ ଲୋକ, ନିରୀହ ଲୋକ ମଲେ ବା ପଡ଼ିଗଲେ କି କଣ ହେଲେ ଆମେ ସମସ୍ତେ ସେବା କରିବା ଉଚିତ, କିନ୍ତୁ ଲୋକଙ୍କର ପ୍ରାୟ ମାନବିକତା ହଜିଗଲାଣି। ସ୍ୱାର୍ଥକୁ ନେଇ ସମସ୍ତେ ଏଇନା ଜଡ଼ିତ।